जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर वास्तुर गोटे प्राक्टिकल एप्लिकेशन प्राक्टिकल वास्तु जोटा आम आमर जीवन में यूज करू तार गोटे डिजाइन जहाँ आम सफ्टवेयर माध्यम क्रिएट करूँ से विषय में आज गोटे डिस्कसन करवा मुझे रिक्वेस्ट करी राजबाबू को गोटे वास्तुर प्लान टाକୁ स्क्रीन शेयर करवा। एटा देखो आम गोटे जगह को सीनियर माने जाइए सीनियर मेंबर्स माने जाइए सीनियर मेंबर्स माने जाइए एवं सेठी से यही वास्तुर जिनिसटी सेमानंकु दिया जाइतला एवं से वास्तुर जिनिस रे कोन हिची ना नॉर्थ तार से जगार 6 डिग्री डिफ्लेक्ट हेकी अछि। अच्छा सर्वप्रथम सदा सर्वदा गोटे कथा आपण माने मन रखिए जेतेबेले कोनोसी जगह को आपण जिवे वास्तु देखिया पे सर्वप्रथम से घरटी केते डिग्री रे डिफ्लेक्ट हेची दैट इज वेरी वेरी इंपोर्टेंट। आमे जेतेबेले कोनोसी जगह को वास्तु देखिया पे जाए सेतरा आमे को दिग प्रति ध्यान रखिबा सेई विषय रे आमे आज आलोचना करुचे कि गोटे जगह को जाऊचे गोटे लोक गोटे जगह को गले से कौन कौन देखिबो माने मु से जगह को वास्तु देखियो जे मु कोनटा देखिबि से जगह कोनटा जानि। तो सर्वप्रथमे आपण माने जिवे वास्तु देखिया पई से घरर सबुठु आग बाहर करिवे डिग्री सर्वप्रथमे ब्रह्मस्थान बाहर करिवे। एई देखंतु आम सीनियर माने केते सुंदर भावरे एई जो जिनिसटा को राजू टिके आउ टिके जदि माने ये करि पारंते जूम करि पारंते बहुत भलो होता रिपोर्टटा जी बडा। वर्तमान देखंतु एठी देखंतु गोटे मझिरे गोटे जगह रे एइटा को चेंज करिवे आउ टिके छोट कर दे आउ टिके जस्ट स्लाइटली छोट हबो टिके स्लाइटली छोट हबो। ना ये एतिकी होउची। हाँ ठीक अछि ठीक अछि ठीक अछि ठीक अछि ठीक अछि ठीक अछि हाँ टिके बड़ कर दियंतु आउ टिके बड़ हाँ बस ठीक आउ चेंज करिया दरकार आउ टिके ऊपर को स्क्रॉल तळु स्क्रॉल कर दियंतु। এই ଯୋଉ ରିପୋର୍ଟଟା ଆମ ସିନିୟର ବହୁତ ମାନେ ଜାଣିକି ମାନେ ବହୁତ କଷ୍ଟରେ ବନେଇଛନ୍ତି ଦେଖନ୍ତୁ ସେ କେମିତି ସୁନ୍ଦର ଭାବରେ ବ୍ରହ୍ମସ୍ଥାନ ବାହାର କରିଛନ୍ତି। ଆପଣ ଯଦି ଏଇଠି ଗୋଟେ ପୋର୍ସନ ଦେଖିପାରୁଥିବେ ଏଇଠି ଗୋଟେ ନାଲି ଚିହ୍ନରେ ସେ ପ୍ରଥମେ 3 ଭାଗରେ ପ୍ଲଟକୁ ଡିଭାଇଡ କରିଦେଲେ ବ୍ରହ୍ମସ୍ଥାନ ବାହାର କଲେ ଆଗ ଏଇଠି କମ୍ପାସ ରଖିଲେ ଏବଂ କମ୍ପାସ ରଖିକି ଡିଗ୍ରୀ ବାହାର କଲେ କି ଜାଗାଟି କେତେ ମାତ୍ରାରେ ଡିଫ୍ଲେକ୍ଟ ହେଇଛି ଡିଫ୍ଲେକ୍ଟ ହେଲା ପରେ ଘରର ମ୍ୟାପକୁ ଶକ୍ତି ଚକ୍ରରେ ସୁପର ଇମ୍ପୋଜ କରିଦେଲେ। ଏବେ ଆମକୁ ଜଣା ପଡିଗଲା ଯେ ଘରଟି କୋଉଭଳି ଭାବରେ କୋଉ ଜୋନରେ କୌଣସି କୋଉ ଜିନିଷ କୋଉ ଡିରେକ୍ସନରେ ଆସୁଛି। ତାର ଯୋଉ ତଳକୁ ଟିକେ ଖାଲି ସ୍କ୍ରଲ କଲେ ସ୍କ୍ରଲ କରନ୍ତୁ ତଳକୁ ସ୍କ୍ରଲ କରିବେ ବାସ୍ ଆପଣ ଦେଖନ୍ତୁ ଏଇଠି ତାଙ୍କର ଯୋଉ ଜୋନରେ ତାଙ୍କର ଦୁଆର ବନ୍ଧଟା ଅଛି ମାନେ ଯୋଉଟା ମହାଦ୍ୱାର ପ୍ରଥମେ ଆମେ ଦେଖିବା କଣ ଆମ ଡିଗ୍ରୀ ବାହାର କରିଦେଲେ ତାପରେ ଆମେ ବାହାର କରିବା ମହାଦ୍ୱାର। ମହାଦ୍ୱାରଟା କୋଉ ଜୋନରେ ଅଛି ମହାଦ୍ୱାରଟା କୋଉଠି ଅଛି ନା ଏଇଠି ଦେଖନ୍ତୁ ଏଇଠି ଗୋଟେ ଛୋଟ ଜିନିଷ ଲାଗିଛି କବାଟ ଟାଇପ ର ଏଇଠି ମହାଦ୍ୱାର ଲାଗିଛି। ଜୋନ କଣ ଆସିଲେ ନା WN W ଯୋଉଟାକୁ ଶକ୍ତି ଚକ୍ରରେ କୁହାଯାଏ ଡିଟକ୍ସିଫିକେସନ ଆଉ ଡିପ୍ରେସନ ଡିପ୍ରେସନ ଆଉ ଡିଟକ୍ସିଫିକେସନ ଜୋନରେ WN W ରେ ଜେନେରାଲି ରହିଲେ। ତ ଏଇ ଶକ୍ତି ଚକ୍ରଟା ଯେତେବେଳେ WN W ରେ ପଡିଲା ୟାର ଦେବତା କିଏ ରହିଲେ ନା ଅସୁର ଆଉ ଶୋଷ ଅସୁର ଆଉ ଶୋଷ ଏଇ ବ୍ୟକ୍ତି ଜଣଙ୍କର ପିତାମାତା ଗୋଟେ ଦୁର୍ଘଟଣା ଜନିତ ମୃତ୍ୟୁବରଣ କରିଛନ୍ତି କାରଣ ଏଇ ଘରେ ଅ, ସେ ପିତାମାତା ରହୁଥିବେ। ତେଣୁ ବାସ୍ତୁର ମହାଦ୍ୱାରର ଇମ୍ପୋର୍ଟାନ୍ସ ଏତେ ମାତ୍ରାରେ ଅଛି ଯେ କହିବା ବାହାର। ସର୍ବପ୍ରଥମେ କଣ ଆମର ସିନିୟର ମାନେ ବାହାର କଲେ ନା ଡିଗ୍ରୀ ତାପରେ କଣ ଦେଖିଲେ ନା ମହାଦ୍ୱାରର ଅବସ୍ଥିତି ତାପରେ ଆମର କଣ ଦେଖିବା ନା ପଞ୍ଚଭୂତର ସନ୍ତୁଳନ ପଞ୍ଚଭୂତର ସନ୍ତୁଳନ କଣ ପଞ୍ଚଭୂତର ସନ୍ତୁଳନ ଆମେ ଜାଣିଛେ ଯେ ସଂସାରରେ ଯାହା କିଛି ଜିନିଷ ଅଛି ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ ବାହାରେ କିଛି ନାହିଁ। ଅଗ୍ନି ପୃଥିବୀ ବାୟୁ ଜଳ ଆକାଶ ବାହାରେ କିଛି ହିଁ ନାହିଁ। ତେଣୁ ଅଗ୍ନି କଣ ନା ଘରର ରୋଷେଇ ଘରଟା କୋଉଠି ତା ଯୋଉ ଟିକେ ଉପରକୁ ନିଅନ୍ତୁ
ଇଏ କରିକି ଦେଖନ୍ତୁ ସାଉଥ ଇଷ୍ଟ ଡିରେକ୍ସନ ରେ ତାଙ୍କର ରୋଷେଇ ଘର ଅଛି। ଆଉ ଯେହେତୁ ଏଇଟା ଫାର୍ଷ୍ଟ ଫ୍ଲୋର, ସେ ଏଇ ଯୋଉ ବାଲକୁନି ଅଛି ବାଲକୁନିର ଠିକ ତଳଟା ହଉଛି ତାଙ୍କର ପୂଜା ଘର, ଯୋଉଟା କି ନର୍ଥ ଇଷ୍ଟ ଜୋନ ର ଟିକିଏ ଜୋରରେ ଆସେ। ସମସ୍ତେ ଯିଏ ଯେତେବେଳେ ସର୍ବପ୍ରଥମେ ସୂର୍ଯ୍ୟକୁ ଦେଖିକି କୌଣସି ଡିଗ୍ରୀ ନିର୍ଦ୍ଧାରଣ କରିବା ପାଇଁ ଚାହିଁବେ, ସେତେବେଳେ ସେ କଣ କରିବେ ନା ସେଇଟାକୁ କରିକି ସେ ଭାବିଦେବେ ହଁ ଏଇଟା ତ ନର୍ଥ ଇଷ୍ଟ ହେଇଥିବ। କିନ୍ତୁ ଦେଖନ୍ତୁ ଯୋଉ ଲୋକ ତାଙ୍କ ଗାଁରେ ବାସ୍ତୁ ସିଏ ବି ବାସ୍ତୁ କନସଲ୍ଟ କରିକି ଘର କରିଛନ୍ତି, ଏମିତି ନାହିଁ କି ବାସ୍ତୁ କନସଲ୍ଟ କରିକି କରିନାହାନ୍ତି, କରିଥିଲେ ମଧ୍ୟ ଏଠି ଦେଖନ୍ତୁ ନର୍ଥ ଇଷ୍ଟ ଡିରେକ୍ସନ ମାତ୍ର ଏଇ ଯୋଉ ବାଲକୁନି ଲେଖା ହେଇଛି, ଏଇ ଯୋଉ ଜାଗାଟା ବାଲକୁନି ଲେଖା ହେଇଛି, ଏ ବାଲକୁନିରେ ନର୍ଥ ଇଷ୍ଟ ଆଜ୍ଞା କୋଉଠି ପଡିଲା, ମାନେ ଏଇ ଏତିକି ବାଟ ପର୍ଯ୍ୟନ୍ତ ଆଜ୍ଞା ନର୍ଥ ଇଷ୍ଟ ଆସିଲା, ବାକି ପଳେଇ ଆସିଲା ଇଷ୍ଟ ଅଫ ନର୍ଥ ଇଷ୍ଟ, ବାକି ପଳେଇ ଆସିଲା ଇଷ୍ଟ ଅଫ ନର୍ଥ ଇଷ୍ଟ। ମୋ କଥାଟା ବୁଝିପାରୁଛନ୍ତି ତ? ଇଷ୍ଟ ଅଫ ନର୍ଥ ଇଷ୍ଟ ରେ ପଳେଇ ଆସିଲା, ଯୋଉଟା କି ପୂଜା ଘର ପାଇଁ ଏତେ ଶ୍ରେଷ୍ଠ ନୁହେଁ। ତେଣୁ କୌଣସି ବାସ୍ତୁ ରିପୋର୍ଟ, ଯୋଉ ବାସ୍ତୁ ରିପୋର୍ଟ କି ଆପଣଙ୍କୁ କିଛି ଗୋଟେ ଦିଗଦର୍ଶନ ଦଉନି, ଏକ୍ସାକ୍ଟ ଡିଗ୍ରୀ ବାହାର କରୁନି, ଏକ୍ସାକ୍ଟରେ ଆନାଲିସିସ୍ ରିପୋର୍ଟ ଦଉନି, ସେଠି ଯଦି ଆପଣ ବାସ୍ତୁ କରିବାକୁ ଯିବେ ତାହେଲେ ଆପଣ ଏକ୍ସାକ୍ଟଲି ସେ ଜିନିଷଟାକୁ ସେ ଲୋକକୁ ଦେଇପାରିବେ ନାହିଁ। କାରଣ ଆପଣ ନିଜେ ହିଁ ସିଓର ହେଇପାରିବେନି ଯେ ଏ ଜିନିଷଟା କୋଉଠି ଅଛି, କାହିଁକି ଅଛି ଏବଂ ୟାର ଉପାଦେୟତା ଏଠି କଣ। ଆପଣଙ୍କୁ କଣ କଣ ସବୁ ମନେ ରଖିବାକୁ ପଡିବ ନା ଆପଣଙ୍କୁ ମନେ ରଖିବା କିଛି ଆବଶ୍ୟକତା ନାହିଁ। ଯଦି ଆପଣ ଡିଗ୍ରୀ ବାହାର କରିଦେଲେ ଏବଂ ଶକ୍ତି ଚକ୍ର ଯଦି ତା ଉପରେ ଇମ୍ପୋଜ ହେଇଗଲା, ତାହେଲେ ଅଲରେଡି ଦେବତା ମାନେ ଅଛନ୍ତି। ଅଲରେଡି ଦେବତା ମାନେ ଆପଣଙ୍କ ଦେଖନ୍ତୁ, ଆପଣ ଆରାମସେ ଦେଖିପାରିବେ ଯେ ଅଲରେଡି ଦେବତା ମାନେ ଏ ପ୍ରତ୍ୟେକ ଜୋନରେ, ଧର ମୁଁ ଏଇଠି ଗୋଟେ ସାଉଥ ଜୋନକୁ ନେଲି, ସାଉଥ ଜୋନରେ ଦେଖନ୍ତୁ କୋଉ କୋଉ ଦେବତା ରହିଲେ ନା ଗୃହାଖ୍ୟାତକୁ ଯମ। ତ ସେଇ ଜୋନର ଏନର୍ଜି ସହିତ ଆପଣଙ୍କର ଯୋଉ ରୁମ ସେଠି ବନିଛି, ସେ ଜୋନଟା କୋଉ ତତ୍ଵକୁ ରିପ୍ରେଜେଣ୍ଟ କରୁଛି। ଏଠି ଟଏଲେଟ, ଟଏଲେଟରେ କଣ ହବ ନା ଡିଟକ୍ସିଫିକେସନ ହବ। ସାଉଥ ଆଉ ସାଉଥ ୱେଷ୍ଟ ହଉଛି ଖର୍ଚ୍ଚ ବ୍ୟୟ ନଷ୍ଟ। ଗନ୍ଧର୍ବ ଭୃଙ୍ଗରାଜ ହଉଛନ୍ତି ଏ ଜୋନର ମାଲିକ ଦେବତା ହିସାବରେ। ଏଇ ଟଏଲେଟ ଟା ଯଦି ଏଇଠି ରହିଲା ତାହେଲେ ତାଙ୍କୁ ଶୁଭ ହବ, କାରଣ ସାଉଥ ସାଉଥ ୱେଷ୍ଟରେ ଜେନେରାଲି ଟଏଲେଟ କରାଯାଏ। ତାକୁ ଟିକେ ତଳକୁ ସ୍କ୍ରଲ କରିବେ, ପୁଣି ସେମିତି ଦେଖନ୍ତୁ ଯୋଉ ସେକେଣ୍ଡ ଟଏଲେଟ ଟା ତାଙ୍କର ଅଛି, ସେଟା ଅଛି WN W, ଯୋଉଟାକୁ ଡିଟକ୍ସିଫିକେସନ ବା ଡିପ୍ରେସନ ଜୋନ କୁହାଯାଏ। ଏବଂ ଏଇଟା ବି ଟଏଲେଟ ପାଇଁ ଗୋଟେ ସୁନ୍ଦର ଜୋନ। ହେଲେ ତାଙ୍କର ଭୁଲ କଣ ହେଇଛି ନା ତାଙ୍କର ତଳ ଫ୍ଲୋରରେ ଠିକ ଏଇ ଜାଗାଟା ହଉଛି ତାଙ୍କର ମହାଦ୍ୱାର। ସେଥିପାଇଁ ତାଙ୍କର ଏମିତି ଦୁର୍ଘଟଣା ଜନିତ ଗୋଟେ ଇନସିଡେଣ୍ଟ ହେଲା, ଯୋଉଟା କି ଭଗବାନ କାହା ସହିତ କରିବା କଥା ନୁହଁ। ମଣିଷ ବିନା ଜାଣିକି ଯେତେବେଳେ କୌଣସି ଘର ତିଆରି କରିଦିଏ, ସେତେବେଳେ ତାକୁ ଏଇ ବିଭିନ୍ନ ପ୍ରକାର ପ୍ରୋବ୍ଲେମ ଦେଖାଯାଏ, ଘର ରିଲେଟେଡ ପ୍ରୋବ୍ଲେମ ଦେଖାଯାଏ। ଘର ତିଆରି କରିବା ସମୟରେ ଯଦି କୌଣସି ବିନା ବାସ୍ତୁବିଦ, ଯିଏ କି ଯୋଉମାନେ ରିସର୍ଚ୍ଚ କରିନଥାନ୍ତି, ଯୋଉମାନେ ଖାଲି ଏମିତି ଫିନିସିକାଲି ଦେଇ ଦିଅନ୍ତି, ସେ ପ୍ଲାନକୁ ଆକ୍ସେପ୍ଟ କରିବା କଥା ନୁହଁ। କାରଣ ଆପଣ ଜାଣିନାହାନ୍ତି ଆପଣଙ୍କର ଜାଗାଟା କେତେ ଡିଫ୍ଲେକ୍ଟ ହେଇକି ରହିଛି। ଆପଣ ଯଦି ସେ ଡିଫ୍ଲେକ୍ସନକୁ, ମୁଁ ଏଇ ଗୋଟେ ଏକ୍ସାମ୍ପଲ ଏଇଥିପାଇଁ ଦଉଛି, ଏ ଶକ୍ତି ଚକ୍ରର ଏକ୍ସାମ୍ପଲ, କି ଯୋଉ ଇଞ୍ଜିନିୟର ମାନେ, ଯୋଉ ଲୋକମାନେ ଆକୁ ଲାଗିକିନା ଏତେ ସୁନ୍ଦର ଭାବରେ ତିଆରି କରିଛନ୍ତି ବା ଯୋଉ ପ୍ରସ୍ତୁତ କରିଛନ୍ତି ପ୍ଲାନ ଟାକୁ, ବାସ୍ତୁ ପ୍ଲାନ, ଏଇଟା ଚାର୍ଟ ପ୍ଲାନ ନୁହଁ, ଏଇଟା ବାସ୍ତୁ ପ୍ଲାନ ତିଆରି କରିଛନ୍ତି, ସେମାନେ ସେ ଘରର ଏକ୍ଜିଷ୍ଟିଂ ଷ୍ଟ୍ରକ୍ଚର ଟାକୁ ଡିସାଇଡ କରିଛନ୍ତି ଏବଂ ତାକୁ ଡିସାଇଡ କରିକି ସେ କଣ କରିଛନ୍ତି ନା କାମ କରିଛନ୍ତି। ଏବଂ ତା ଉପରେ ତାଙ୍କର ଯୋଉ ପ୍ରେଡିକ୍ସନ ଆସିବ, ଏଥିରେ 100% ପ୍ରେଡିକ୍ସନ ଆକର୍ଡିଂ ଟୁ ଜୋନ୍ ଆପଣଙ୍କର ଆସିପାରିବ। ସେମିତି ତ ଗାଁ ଗାଁରେ ବାସ୍ତୁ ବାଲା ଅଛନ୍ତି, କିନ୍ତୁ ଏଇ ଯୋଉ ଆକୁରେଟ ଜିନିଷର ବାସ୍ତୁଟା ଆପଣ କେବଳ ଶକ୍ତି ଚକ୍ର ମାଧ୍ୟମରେ ହିଁ ପାଇପାରିବେ। ଏବଂ କୌଣସି ଜାଗାକୁ ଗଲେ ସର୍ବପ୍ରଥମେ ଆପଣଙ୍କର କାମ ହେଲା ବ୍ରହ୍ମସ୍ଥାନ ନିରୂପଣ କରିବା ପୂର୍ବକ ଡିଗ୍ରୀ କେତେ ଡିଫ୍ଲେକ୍ଟ ହେଇଛି ସେଟାକୁ ନିର୍ଣ୍ଣୟ କରିସାରିଲା ପରେ, ଜାଗା ଯୋଉ ଅଛି ତାକୁ ତାର ଯଦି କୌଣସି ମ୍ୟାପ ଥିବ, ବା ଯଦି ମ୍ୟାପ ନାହିଁ ତାକୁ ଗୋଟେ ଆପଣ ଗୋଟେ ଡ୍ରଇଂ କରି ପ୍ୟାଡ ମାଧ୍ୟମରେ ତା ଉପରେ ଯଦି ଆପଣ ଚକ୍ରକୁ ସୁପର ଇମ୍ପୋଜ କରନ୍ତି, ତେବେ ହିଁ 100% ଯେ ରେଜଲ୍ଟ ପାଇଯିବେ ସେଟା ବି ମୁଁ କହିବା ଭୁଲ ହବ। ଆପଣ ଯେତେ ଚାହିଁଲେ ବି 90 ରୁ 95% ଭିତରେ ଆପଣ ଆକୁରେସି ପାଇପାରିବେ। ଏହା ଦ୍ଵାରା ଆପଣଙ୍କର ଜୀବନରେ କଣ ପ୍ରେଜେଣ୍ଟଲି ପ୍ରୋବ୍ଲେମ ଚାଲିଛି, ଯଦି ନୂଆ ଘର ତିଆରି କରୁଛନ୍ତି ତାହେଲେ କଣ
ଆମେ ସୁଧାର କରିପାରିବା, ଯାହା ଦ୍ୱାରା କି ଆମର ଘରଟା ତ ଗୋଟେ ପିଢି ପାଇଁ ବନେ ନାହିଁ, ଘର 2-3 ପିଢି ପାଇଁ ବନାଯାଏ। ତେଣୁ ଆମର ଘରଟା କେତେ ସୁନ୍ଦର ଓ ସାବଲୀଳ ହେଇପାରିବ ଏଇ ଶକ୍ତି ଚକ୍ର ମାଧ୍ୟମରେ ଆମେ ଏଟା ଜାଣିପାରୁଛେ। ଏଗୁଡା କଣ? ନାଇଁ ଦେଖନ୍ତୁ, ଏଇଠି ଯୋଉ S5 S6 S7 S8 W1 W2 ଏଗୁଡା ସବୁ କୁହାଯାଏ ଜୋନ୍। ଏ ଜୋନ୍ ରେ ପ୍ରତ୍ୟେକ ଦିଗ ଆମେ ଏଟା ଜାଣିଛେ ଯେ 360 ଡିଗ୍ରୀ ହଉଛି ଶକ୍ତି ଚକ୍ର। ଶକ୍ତି ଚକ୍ରର ପ୍ରତ୍ୟେକ ଡିରେକ୍ସନ ରେ ଅଷ୍ଟ ଦିଗ ବିଷୟରେ ଜାଣିଛେ, କିନ୍ତୁ ଶକ୍ତି ଚକ୍ରରେ 16 ଦିଗର ବାସ୍ତୁ କରାଯାଏ। ପ୍ରତ୍ୟେକ, ଯେମିତି ଦେଖନ୍ତୁ, ଧର ଏଇ ସାଉଥ ର ଗୋଟେ ଏକ୍ସାମ୍ପଲ, ସାଉଥ ଟା କେବଳ ଯଦି ଆପଣ ଆମର ଯଦି କେବଳ ଇଷ୍ଟ ୱେଷ୍ଟ ନର୍ଥ ସାଉଥ କରିବା, ବର୍ତ୍ତମାନ ଏଇଟା ନର୍ଥ ରୁ ସାଉଥ ଯାଏ ଗୋଟେ ଗାର ଟାଣିଦେଲି, ଇଷ୍ଟ ରୁ ୱେଷ୍ଟ ଯାଏ ଗୋଟେ ଗାର ଟାଣିଦେଲି, ଏଟା 4 ଦିଗରେ 4 ଭାଗରେ ବିଭକ୍ତ ହେଇଗଲା। ପୁଣି କଣ କରିବି ନା, ଏଉଠୁ ନର୍ଥ ଇଷ୍ଟ ରୁ ନେଇକି ସାଉଥ ଇଷ୍ଟ ପର୍ଯ୍ୟନ୍ତ ଗୋଟେ ଗାର ଟାଣିଦେବି, ଆଉ ଏଇଟା ହେଲା ଅଷ୍ଟ ଦିଗ ହେଇଗଲା। କିନ୍ତୁ ବାସ୍ତୁ କଣ କଲା ନା, ଏଇ ଯୋଉ ଅଷ୍ଟ ଦିଗଟାକୁ ମଧ୍ୟ ଆଉ ଦୁଇ ଦୁଇ ଜୋନ ରେ ଡିଭାଇଡ କରିଦେଲା। ତାହେଲେ କଣ ହେଲା ନା, ଏକ୍ସାକ୍ଟ କାଲକୁଲେସନ, ପ୍ରପର ପ୍ରେଡିକ୍ସନ, ପ୍ରପର ଉନ୍ନତି ନିମନ୍ତେ ପ୍ରପର ଜିନିଷର ୟୁଜ ଏଇ ଶକ୍ତି ଚକ୍ର ମାଧ୍ୟମରେ ଆମେ ପାଇପାରିବା। ଠିକ ଅଛି, ତ ଆଜିର ସେସନ ଆମେ କଣ ଜାଣିବା? 3ଟି ଜିନିଷ ମନେ ରଖନ୍ତୁ। କୌଣସି ଘରକୁ ଗଲେ ଆଗ ତାର ବ୍ରହ୍ମସ୍ଥାନ ନିରୂପଣ କରନ୍ତୁ, ସେ ଲୋକ ସହିତ କଥା ହୁଅନ୍ତୁ ଯେ ତାର କଣ ପ୍ରୋବ୍ଲେମ ହଉଛି। ଆପଣ ମହାଚାର ନିରୂପଣ କରି ସାରିଲା ପରେ ତାର ଡିଗ୍ରୀ ଡିଫ୍ଲେକ୍ସନ ଚେକ୍ କରନ୍ତୁ। ସେ ଶକ୍ତି ଚକ୍ରକୁ ସେ ଘରର ପ୍ଲାନ ଉପରେ ସୁପର ଇମ୍ପୋଜ କରନ୍ତୁ। ତାପରେ ଯାଇକି ହିଁ ତାର ଯୋଉ ରେଜଲ୍ଟ ଆସିବ, ସିଏ ଯୋଉ ପ୍ରୋବ୍ଲେମ ଟା କହିଥିବ, ଆପଣଙ୍କୁ ନିଶ୍ଚିତ ଭାବରେ ସେଇ ଜୋନରେ, ଧର କାହାର ମୁଣ୍ଡ ରିଲେଟେଡ ପ୍ରୋବ୍ଲେମ ଅଛି, ତାହେଲେ ଦେଖିବେ ତାର ଏନିରେ ପ୍ରୋବ୍ଲେମ ଥିବ। କୋଉ ଘର ସମ୍ପର୍କ ଖରାପ ରହୁଛି, ତାହେଲେ ଦେଖିବେ ତାର ସାଉଥ ୱେଷ୍ଟ ର ପ୍ରୋବ୍ଲେମ ଥିବ। କୋଉ ଘରେ ଲୋକମାନେ ଯେତେ ଚେଷ୍ଟା କରୁଛନ୍ତି, ତାଙ୍କର ଅପରଚ୍ୟୁନିଟି ଆସୁଛି, ମାନେ ବହୁତ ମେହନତ କରୁଛନ୍ତି କିନ୍ତୁ ଅପରଚ୍ୟୁନିଟି ଆସୁନି, ତାହେଲେ ନର୍ଥ ଇଷ୍ଟ ରେ ପ୍ରୋବ୍ଲେମ ଥିବ। ଠିକ ଅଛି, এইଭଳି ବିଭିନ୍ନ ପ୍ରକାର ଜୋନର ବିଭିନ୍ନ ପ୍ରକାର ଯୋଉ ଅ, କାରକ ତତ୍ତ୍ୱ ଗୁଡିକ ରହିଛି, ସେ କାରକ ତତ୍ତ୍ୱ ଗୁଡିକ ଆପଣ ଯୋଉ ପ୍ରୋବ୍ଲେମ ଟା ସେ କହିଥିବ ତା ଘରର ଏଇ ପ୍ରୋବ୍ଲେମ ହଉନି, ଯଦି ତାର କାହାର ପଇସା, ଦେଖନ୍ତୁ ପଇସା ସମସ୍ତଙ୍କ ଜୀବନରେ ଦରକାର, କାହାର ପଇସା ଦରକାର ନାହିଁ, ସମସ୍ତେ ପଇସା ପାଇଁ ହିଁ କାମ କରୁଛନ୍ତି। ପଇସାଟା ଇମ୍ପୋର୍ଟାଣ୍ଟ ନୁହଁ, କିନ୍ତୁ ମଣିଷ ସମାଜରେ ବଞ୍ଚିବା ପାଇଁ ହେଲେ ତାକୁ ପଇସା ଦରକାର, ତାର ଜେନେରାଲ ନେସେସିଟି ଜିନିଷ ଠିକ କରିବା ପାଇଁ। ରାଜୁ ଟିକେ ଉପରକୁ ସ୍କ୍ରଲ କରିବେ, ଏଇଟା ଦେଖନ୍ତୁ, ଏଇ ଯୋଉ ଜିନିଷଟା ହଉଛି ସାଉଥ ଇଷ୍ଟ ଡିରେକ୍ସନ, ଏଇଟାକୁ କୁହାଯାଏ ସାଉଥ ଇଷ୍ଟ ଡିରେକ୍ସନ। ଏଇ ଡିରେକ୍ସନଟା ହଉଛି ସାଉଥ ଇଷ୍ଟ ଡିରେକ୍ସନରେ ଯାଉଛି। ସାଉଥ ଇଷ୍ଟ ଡିରେକ୍ସନ 2ଟା ଜୋନ୍ ଯାଏ, E8 S1। ଯଦି E8 S1 ର ପ୍ରୋବ୍ଲେମ ଥିବ, ଆପଣଙ୍କ ଘରେ ଲିକ୍ୱିଡ ଗ୍ୟାସ ରହିବନି, ଆପଣଙ୍କୁ ନିଶ୍ଚିତ ଭାବରେ ସାଉଥ ଇଷ୍ଟ ଡିରେକ୍ସନ ପ୍ରୋବ୍ଲେମ ଥିବ, ମାନେ ପଇସାର ତଙ୍ଗି ଲାଗି ରହିଥିବା କଥା ଲାଗିବ। ଠିକ ଅଛି, ତ ଏଇଟା ଗୋଟେ ଏକ୍ସାମ୍ପଲ ମୁଁ ଆପଣଙ୍କୁ ପ୍ରଡ୍ୟୁସ କରିବାକୁ ଚାହୁଁଥିଲି, କାରଣ ଲୋକମାନେ ଭାବୁଥିବେ ଯେ ଆମେ କଣ ଖାଲି ମାନେ ଗୋଟେ ଭାଷଣ ଦେଲା ପରେ ଗୋଟେ ପାଠ ପଢେଇବା, ଆଉ ଗୋଟେ ବାସ୍ତବିକ ପାଠ, ଗୋଟେ ହଉଛି ପୋଥିଗତ ବିଦ୍ୟା, ଗୋଟେ ହଉଛି ଏକ୍ସପିରିଏନ୍ସ ବିଦ୍ୟା। ଏଇଟା ହଉଛି ଏକ୍ସପିରିଏନ୍ସ ବିଦ୍ୟା, ଯୋଉଟା କି ମୁଁ ଆପଣଙ୍କ ସହିତ ସେୟାର କରିବି ବୋଲି ବହୁତ ଭାବିଥିଲି। ତ ଆଜିର ସେସନରେ ଆମେ ଗୋଟେ ଶକ୍ତି ଚକ୍ର, ଗୋଟେ ନୂଆ ହାଉସ କଲେ କିଭଳି ଭାବରେ ପ୍ଲାନିଂ ହବ, କୋଉ ଭଳି ଭାବରେ ଆପଣ ଆକୁରେଟ ଡାଟା, ମୋର ଆକୁରେଟଲି ଡାଟାକୁ ଇଣ୍ଟରପ୍ରିଟ କରିପାରିବେ। ମୁଁ କହୁଛି ଯେ ଏଇଟା 100% ହବ ତା ନୁହେଁ, କିନ୍ତୁ ଏଇଟା ନିଶ୍ଚିତ ଭାବରେ ଆପଣଙ୍କୁ ଏଭବ ଦେନ୍ 90% ଆକୁରେସି ଦେଇଦବ। ଆଉ ମୋର ଜାଣିବା ହିସାବରେ 92 ରୁ 94% ଆପଣଙ୍କୁ ଆକୁରେଟ ଡାଟା ଦେଇଦବ, ଯାହା ଦ୍ୱାରା କି ଆପଣ ପ୍ରୋବ୍ଲେମକୁ ନିର୍ଣ୍ଣୟ କରି ରିମେଡିଆଲ ବାସ୍ତୁ କରିବାରେ ସକ୍ଷମ ହେଇପାରିବେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।